ଆପଣ ଯେତେବେଳେ 45 ଉପରକୁ ପଳେଇଲେ 45 ପାଖାପାଖି ପଳେଇଲେ ତାହେଲେ ଆପଣଙ୍କର ସେ ଲ୍ୟାପଟପ୍ରେ ଆପଣ ସବୁ କିଛି କାମ ବହୁତ ଆରାମସେ କରିପାରିବେ 50,000 ଭିତରେ ଯେଉଁ ଲ୍ୟାପଟପ୍ ସବୁ ରହୁଛି। ତ ମୁଁ ଆପଣଙ୍କୁ ଯେମିତି କହିଲି କି ଡିସ୍କ୍ରିପ୍ସନରେ କିଛି ଲ୍ୟାପଟପ୍ ସଜେସନ୍ ଦେଇଦେଇଛି ରେଟ୍ ହିସାବରେ ଆପଣ ଯଦି ଚାହିଁବେ ସେ ଲ୍ୟାପଟପ୍ ଦେଖିକି ଚଏସ୍ କରିକି କିଣିପାରନ୍ତି। ଓକେ, ଜେନେରେସନ୍ କ'ଣ ରହିବା ଉଚିତ ଏସବୁ ଡିଟେଲ୍ସର ଗୋଟେ ଭିଡ଼ିଓ ମୁଁ ତିଆରି କରିଛି। ସେ ଭିଡ଼ିଓକୁ ଆପଣ ଦେଖିପାରନ୍ତି। ମୁଁ ଆଇ ବଟନ୍ ଏପଟ ସାଇଡ୍ ସେପଟ ସାଇଡ୍ ଆସୁଛି, ନହେଲେ ଡିସ୍କ୍ରିପ୍ସନରେ ଆଇ ବଟନ୍ରେ ଡିସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେଇଥିବି, ନହେଲେ ଲାଷ୍ଟ ଭିଡ଼ିଓ ଲାଷ୍ଟକୁ ମୁଁ ସେଇଟା ଦେଇଦେଇଥିବି। ଆପଣ କ୍ଲିକ୍ କରିକି ତାପରେ ଲ୍ୟାପଟପ୍ ଚଏସ୍ କରିପାରିବେ କେଉଁ ଲ୍ୟାପଟପ୍ କିଣିବେ, ଆପଣ କ'ଣ ପ୍ରୋସେସର ରହିବା ଦରକାର ଅଛି, କ'ଣ ତା ଦେହରେ ରହିବାର ଅଛି, ଏସବୁ ଜିନିଷ ଆପଣ ଭଲ ଭାବରେ ବୁଝିପାରିବେ। ଓକେ, ଦେଖି ବୁଝିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କର ଡାଉଟ୍ ରହୁଛି ତାହେଲେ ମୋତେ ଏଇ ଭିଡ଼ିଓରେ ହିଁ କମେଣ୍ଟ କରନ୍ତୁ। ମୁଁ ଆଉ ଥରେ ଗୋଟେ ନୂଆ ଭିଡ଼ିଓ ବନେଇଦେବି। ଆପଣଙ୍କର ପ୍ରୋସେସର କ'ଣ ରହିବାର ଅଛି, କେଉଁ ଜେନେରେସନ୍ ରହିବାର ଅଛି, କେତେ ର୍ୟାମ୍ ରହିବାର ଅଛି, କ'ଣ କ'ଣ ସବୁ ତା ଦେହରେ ଡିଟେଲ୍ସ ରହିବାର ଅଛି, ରହିଲେ ଆପଣ ୟୁଜ୍ କରିବା ଠିକ୍ ରହିବ। ତ ତାପରେ ଗୋଟେ ନେକ୍ସଟ ପାର୍ଟ 2 କରିକି ଏଇ ଭିଡ଼ିଓର ପାର୍ଟ 2 କରିକି ସେ ଭିଡ଼ିଓ ମୁଁ ନେଇ ଆସିବି। ଓକେ, ତ ଆପଣମାନଙ୍କୁ ବି ସୁବିଧା ରହିବ। ଯଦି ଆପଣ ଦରକାର ହେଉଛି ମୋତେ କମେଣ୍ଟରେ ନିଶ୍ଚୟ ଜଣାଇବେ। ତ ଭିଡ଼ିଓ ପାଇଁ ଥିଲା ରହୁଛି। ଭେଟ ଆଉ ଗୋଟେ ଇଣ୍ଟରେଷ୍ଟିଂ ଭିଡ଼ିଓ ସାଙ୍ଗେ। ଜୟ ହିନ୍ଦ, ବନ୍ଦେ ମାତରମ୍।